ସାଙ୍ଗମାନେ, ଏମିତି କେଉଁ କାରଣ ଅଛି ଯେଉଁଥିପାଇଁ ଆମ ଲାଇଫରେ ପ୍ରୋବ୍ଲେମ୍ ଆସେ? ଆମେ କେଉଁଠି ଭୁଲ କରୁ? କୌଣସି ବି ମଣିଷ ଚାହାନ୍ତିନି କି ତାଙ୍କ ଲାଇଫରେ ଦୁଃଖ ଆସୁ, କଷ୍ଟ ଆସୁ। ହେଲେ କାହିଁକି ସମସ୍ତଙ୍କ ଲାଇଫରେ ଦୁଃଖ ଆଉ କଷ୍ଟ ଆସେ, ପ୍ରୋବ୍ଲେମ୍ସ ଆସେ, ସଂଘର୍ଷ କରିବାକୁ ପଡ଼େ? ବାସ୍ତବରେ ଏମିତି କାହିଁକି ହେଇଥାଏ? ଏହାର କାରଣ କ'ଣ? ଯଦି ଆମେ ଏହି କଥାକୁ ଗଭୀରତାର ସହିତ ବୁଝିବା ତ ବାସ୍ତବରେ ଜୀବନରେ ଦୁଃଖ ଆଉ କଷ୍ଟ ଆସିବାର ମୁଖ୍ୟତଃ ତିନୋଟି କାରଣ ଥାଏ। ସବୁଠୁ ପ୍ରଥମ କାରଣ ହେଲା ଆମର ଇଚ୍ଛା, ଆମର ଡିଜାୟାର୍ସ, କି ଏମିତି ହେଉ ଏମିତି ନ ହେଉ। ଯେଉଁ ବି ପରିସ୍ଥିତି ଆମ ଲାଇଫରେ ଅଛି ଆମେ ସେଥିରେ ଖୁସି ହେଇନଥାଉ, ତାକୁ ବଦଳାଇବା ପାଇଁ ଚାହିଁଥାଉ। ଆଉ ଯେବେ ଆମେ ସେଇ ଜିନିଷକୁ ବଦଳାଇ ନ ପାରୁ ତ ଆମେ ବିଚଳିତ ହେଇଯାଉ। ସେଇ କଥା ଆମ ମାଇଣ୍ଡରେ ଚାଲିବାକୁ ଲାଗେ। କେତେ ସାରା ଲୋକ କୁହନ୍ତି କି ଆମ ଦିମାଗ ଗୋଟିଏ ଜିନିଷ ବିଷୟରେ ବାରମ୍ବାର ଭାବି ଚାଲେ, ଲଗାତାର ଭାବି ଚାଲେ। ଦିମାଗରୁ କଥା ବାହାରେ ହିଁ ନାହିଁ, ମନକୁ ଶାନ୍ତି ମିଳେନି, ଠିକ୍ ଭାବରେ ନିଦ ବି ହୁଏ ନା। ସେହିସବୁ କଥା ଆମକୁ ହଇରାଣ କରେ। କାହିଁକି ହଇରାଣ କରେ? କାରଣ ତାକୁ ଆପଣ ବଦଳାଇବା ପାଇଁ ଚାହୁଁଛନ୍ତି, ତାକୁ ଆପଣ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛନ୍ତି। କି ଏମିତି ହେଇ ନଯାଉ, କି ସେମିତି ହେଇ ନଯାଉ, ଯେମିତି ମୁଁ ଚାହୁଁଛି କାଶ ସେମିତି ହେଇଯାଉ। ଲାଇଫର ଗୋଟିଏ ଫ୍ଲୋ ଅଛି, ଜୀବନର ଗୋଟିଏ ପ୍ରବାହ ଅଛି। ଯେମିତି ନଦୀର ପ୍ରବାହରେ ଅପଡାଉନ୍ସ ହେଇଥାଏ, ଏମିତି ଆମ ଜୀବନ ହେଇଥାଏ। ଗୋଟିଏ ପର୍ବତରୁ ଗୋଟିଏ ନଦୀ ପ୍ରବାହିତ ହେଉଥିଲା ସାଗର ସହିତ ମିଶିବା ପାଇଁ। ସେଇ ନଦୀରେ ଦୁଇଟା ଶୁଖିଲା କାଠ ଭାସୁଥିଲା। ସେ ଦୁଇଟି କାଠ ମଧ୍ୟରୁ ଗୋଟିଏ କାଠ ନଦୀର ପ୍ରବାହରେ ବିଲକୁଲ ବି ଖୁସି ନଥିଲା। ସେ ନଦୀର ପ୍ରବାହକୁ ରୋକିବା ପାଇଁ ନିଜର ପୁରା ଶକ୍ତି ଲଗାଉଥିଲା। ସେ ଚିନ୍ତାରେ ଥିଲା, ଦୁଃଖୀ ଥିଲା, କିନ୍ତୁ ନଦୀ ତା ନିଜ ହିସାବରେ ପ୍ରବାହିତ ହେଉଥିଲା। ସେ ବହୁତ ଚେଷ୍ଟା କଲା, କିନ୍ତୁ ସେ ନଦୀର ପ୍ରବାହକୁ ବଦଳାଇ ପାରିଲା ନାହିଁ। ତେଣୁ ସେ ବହୁତ ଦୁଃଖୀ ହେଇଗଲା। ଆଉ ଯେଉଁ ଅନ୍ୟ କାଠଟି ଥିଲା, ସେ ମନେ ମନେ ଭାବିଲା କି ନଦୀ ସାଗର ସହିତ ମିଶିବା ପାଇଁ ଯାଉଛି, ତ ମୁଁ ବି ତାର ଟିକେ ହେଲ୍ପ କରେ, ମୁଁ ବି ଟିକେ ଏହାର ପ୍ରବାହରେ ନିଜର ଶକ୍ତିକୁ ମିଶାଇ ଦିଏ, ଏହାକୁ ସାଗର ସହିତ ମିଶାଇ ଦିଏ। ସେ ମନେ ମନେ ଏହା ଭାବିକି ଖୁସି ହେଇଗଲା, ନାଚିବାକୁ ଲାଗିଲା, ନଦୀ ସହିତ ପ୍ରବାହିତ ହେବାକୁ ଲାଗିଲା କି ମୁଁ ନଦୀକୁ ସାଗର ପର୍ଯ୍ୟନ୍ତ ପହଞ୍ଚାଇବି। ଦୁଇଟି କାଠ ଗୋଟିଏ ନଦୀରେ ଭାସୁଛନ୍ତି, ହେଲେ ଗୋଟିଏ ଟେନସନରେ ଅଛି, ଦୁଃଖୀ ଅଛି, ଡିପ୍ରେସ୍ଡ ଅଛି, ଆଉ ଅନ୍ୟଟି ଖୁସିରେ ନାଚୁଛି। ତ ଯଦି ଆମେ ଲାଇଫର ଫ୍ଲୋର ଏଗେନଷ୍ଟରେ ଯିବା ଆରମ୍ଭ କରିଦେବା ତ ଆମେ ଏମିତି ହିଁ ଦୁଃଖୀ ହେଇଯିବା। କିଛି ଲୋକ କୁହନ୍ତି କି ଦୁନିଆ ବଦଳିଗଲାଣି, ଜିନିଷ ବଦଳିଗଲାଣି, ପିଲାମାନେ କିଛି ଶୁଣୁନାହାନ୍ତି, ଏବେ ଆଉ ସେ ଦୁନିଆ ନାହିଁ। ତ ସାଙ୍ଗମାନେ, ଦୁନିଆକୁ ବଦଳାଇବା ଅପେକ୍ଷା ଏହା ଭଲ ହେଇଥାଏ କି ଆମେ ସତ୍ୟକୁ ସ୍ୱୀକାର କରିବା କି ପରିବର୍ତ୍ତନ ହିଁ ସଂସାର ନିୟମ। ଯେଉଁ ଦୁନିଆ ଆଜି ଆପଣ ଦେଖୁଛନ୍ତି, କାଲି ତାହା ଏମିତି ରହିବ ହିଁ ନାହିଁ। ସବୁ କିଛି ବଦଳିଯିବ, ଆମ ଚେହେରା ବଦଳିଯାଏ, ସବୁ ଜିନିଷ ବଦଳିଯାଏ। ତ ଆମେ ବି ଯଦି ଲାଇଫର ଫ୍ଲୋର ଏଗେନଷ୍ଟରେ ଯିବା ଛାଡ଼ିକି ଆଉ ଲାଇଫର ସତକୁ ଜାଣିକି ତାର ଫ୍ଲୋ ସହିତ ବହିବା ଆରମ୍ଭ କରିଦେବା ତ ଆମ ମନରେ ଦୁଃଖ ଆସିବ ହିଁ ନାହିଁ। ଲାଇଫରେ ଯେବେ ଏକ୍ସପେକ୍ଟେସନ୍ ଜାଗାରେ ଆକ୍ସେପ୍ଟାନ୍ସ ଆସିଯାଏ, ଯେବେ ଆମେ ଜିନିଷକୁ ସ୍ୱୀକାର କରିବାରେ ଲାଗନ୍ତି, ସେବେ ଲାଇଫ ଆମ ପାଇଁ ପୁରା ଇଜି ହେଇଯାଏ, ପୁରା ସରଳ ହେଇଯାଏ, ସହଜ ହେଇଯାଏ। ତ ସର୍ବପ୍ରଥମ କାରଣ ହେଉଛି ଆମର ଇଚ୍ଛା, ଆମର ଡିଜାୟାର। ଆମେ ପ୍ରତ୍ୟେକ ଜିନିଷକୁ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛେ, ବଦଳାଇବା ପାଇଁ ଚାହୁଁଛେ, କିନ୍ତୁ ବଦଳାଇ ପାରୁନାହିଁ। ଏଥିପାଇଁ ଆମେ ଦୁଃଖୀ ହେଇଯାଉଛେ। ଦ୍ୱିତୀୟ କାରଣଟି ହେଉଛି ଆମର କର୍ମ। ଯାହା ବି ଯେମିତି ବି ଜାଣତରେ ଅବା ଅଜାଣତରେ ଆମେ କର୍ମ କରୁ, ତାର ଫଳ ଆମକୁ ନିଶ୍ଚିତ ଭାବରେ ମିଳିଥାଏ। କିଛି ଲୋକ କୁହନ୍ତି କି ଆମକୁ ଡାଇବେଟିସ୍ ହେଇଯାଇଛି, ଆମ ଆଣ୍ଠୁଗଣ୍ଠି ବିନ୍ଧା ହେଉଛି, ଆମକୁ ଡେରି ରାତି ପର୍ଯ୍ୟନ୍ତ ନିଦ ହେଉନାହିଁ, ଆମେ ଫିଜିକାଲି ଫିଟ୍ ନୁହଁ। ବାସ୍ତବରେ ଆପଣଙ୍କୁ ରୋଗ ହେଇନଥାଏ, ଆପଣ ନିଜକୁ ରୋଗୀ କରିଦିଅନ୍ତି। କାରଣ ଆଜିକାଲି ଲୋକମାନଙ୍କର ଲାଇଫଷ୍ଟାଇଲ ହିଁ ଏମିତି ହେଇଗଲାଣି, ଖାଦ୍ୟପେୟ ଏମିତି ହେଇଗଲାଣି, ଜୀବନ ଜୀବର ଶୈଳୀ ଏମିତି ହେଇଗଲାଣି। କିଛି ଲୋକ ଏମିତି ହେଇଥାନ୍ତି ଯେଉଁମାନେ କି ଯେଉଁଠି ଯାହା ଦେଖନ୍ତି ଖାଇଦିଅନ୍ତି, ନା ଜାଗା ଦେଖନ୍ତି, ନା ଖାଇବା ବସ୍ତୁ ଦେଖନ୍ତି,
ନା ଖାଇବାର ଟାଇମ୍ ଦେଖନ୍ତି ଆଉ ନିଜକୁ ବେମାର କରିଦିଅନ୍ତି। ପୁଣି କୁହନ୍ତି କି ଆମକୁ ରୋଗ ହେଇଯାଇଛି। ଆପଣଙ୍କୁ ରୋଗ ହେଇନାହିଁ, ଆପଣ ନିଜେ ନିଜକୁ ରୋଗୀ ବନେଇଛନ୍ତି। କିଛି ଲୋକଙ୍କୁ ଡେରି ରାତି ପର୍ଯ୍ୟନ୍ତ ନିଦ ଆସେ ନାହିଁ। କେବେ କୌଣସି ପଶୁପକ୍ଷୀଙ୍କୁ ଏ ରୋଗ ହୁଏ ନାହିଁ। ସେମାନଙ୍କ ଶରୀର ପ୍ରକୃତି ସହିତ ଚାଲିଥାଏ। ମନୁଷ୍ୟ ହିଁ ଗୋଟେ ଏମିତି ପ୍ରାଣୀ ହେଇଥାଏ ଯିଏକି ବିକୃତ ହେଇଯାଏ। କୌଣସି ବି ବ୍ୟକ୍ତି ଯଦି ନିଜେ ନିଜକୁ ଡେରି ରାତି ପର୍ଯ୍ୟନ୍ତ ଜାଗ୍ରତ ରଖିବ ତ ତାର ନିଦ ଖରାପ ହେଇଯିବ। ତ ନିଜ ଶରୀର ସହିତ ଆମେ ଯେମିତି କରିବା ତାହା ହିଁ ଆମକୁ ରିଟର୍ଣ୍ଣରେ ମିଳିବ। ଏମିତି ହିଁ ଆମ ଲାଇଫ୍ ହେଇଥାଏ। ଆମେ ଲୋକମାନଙ୍କ ସହିତ ଯେମିତି କରିବା ଆମକୁ ସେମିତି ହିଁ ମିଳିବ। ଜଣେ ମହାତ୍ମାଙ୍କ ପାଖକୁ ଜଣେ ବୃଦ୍ଧ ବ୍ୟକ୍ତି ଆସିଲେ। ସେ ମହାତ୍ମାଙ୍କ ଚରଣକୁ ଆସିକି କାନ୍ଦି କାନ୍ଦି କହିବାକୁ ଲାଗିଲେ କି ମହାତ୍ମା, ମୁଁ ବହୁତ ଚିନ୍ତାରେ ଅଛି, ବହୁତ ଦୁଃଖରେ ଅଛି। ମୋ ଘର ଲୋକ ମୋତେ କେହି ବି ଇଜ୍ଜତ ଦେଉନାହାନ୍ତି, ସମ୍ମାନ ଦେଉନାହାନ୍ତି। ମୁଁ ଯେବେ ବି କୌଣସି କଥା କହୁଛି ତ ପ୍ରତିଟି କଥାରେ ମୋତେ ଚୁପ୍ କରିଦେଉଛନ୍ତି, ମୋତେ କେହି ବି ସମ୍ମାନ ଦେଉନାହାନ୍ତି। ତ ମହାତ୍ମା ଏସବୁ କଥା ଶୁଣିକି ସେଇ ବ୍ୟକ୍ତିକୁ କହିଲେ କି ଆପଣଙ୍କର ଏବଂ ମୋର ବୟସ ପାଖାପାଖି ସମାନ, କିନ୍ତୁ ମୋତେ ଲୋକମାନେ କୁହନ୍ତି ଆଉ କିଛି କୁହନ୍ତୁ, ଆଉ କିଛି କୁହନ୍ତୁ। ଏତିକିରେ ଆମ ମନ ଭରିଲାନି। ଆପଣଙ୍କ ମୁହଁରୁ ଆମେ ଆହୁରି ଅଧିକ ଶୁଣିବା ପାଇଁ ଚାହୁଁଛୁ। ଆଉ ଆପଣଙ୍କୁ ଲୋକମାନେ ଚୁପ୍ କରିଦେଉଛନ୍ତି। କାହିଁକି ନା ଆପଣ ନିଜର ବାଣୀକୁ ହିଁ ଏମିତି ବନେଇ ଦେଇଛନ୍ତି। କେହି ଆପଣଙ୍କ କଥା ଶୁଣିବା ପାଇଁ ହିଁ ଚାହୁଁନାହାନ୍ତି। ତ ଯଦି ଆପଣଙ୍କୁ ଲୋକମାନେ ରେସ୍ପେକ୍ଟ ଦେଉନାହାନ୍ତି, ଇଜ୍ଜତ ଦେଉନାହାନ୍ତି, ତ ଗୋଟେ ଥର ଆପଣ ନିଜକୁ ବି ଚେକ୍ କରନ୍ତୁ କି ଆପଣ ସେମାନଙ୍କ ସହିତ କିପରି ବିହେଭ୍ କରୁଛନ୍ତି। ଆପଣଙ୍କୁ ରେସ୍ପେକ୍ଟ ମିଳିବା ଆପଣଙ୍କ ହାତରେ ଅଛି। ଯଦି ଆପଣ ଜିନିଷକୁ, ଲୋକଙ୍କୁ ବହୁତ ଅଧିକ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରିବେ ତ କିଏ ବା କାହିଁକି ଆପଣଙ୍କ ରେସ୍ପେକ୍ଟ କରିବ? ଯଦି ଆପଣଙ୍କ କଥାବାର୍ତ୍ତାରେ ମଧୁରତା ନାହିଁ ତ କିଏ ବା କାହିଁକି ଆପଣଙ୍କ ରେସ୍ପେକ୍ଟ କରିବ? ଯଦି ଆପଣଙ୍କ ସ୍ୱଭାବ ଭଲ ନୁହେଁ, ଯଦି ଆପଣ ଲୋକଙ୍କୁ ହେଲ୍ପ କରନ୍ତିନି, ଲୋକଙ୍କ ସହିତ ଭଲରେ ବିହେଭ୍ କରନ୍ତିନି, ତ ଆପଣ ଏହା କେମିତି ଆଶା କରୁଛନ୍ତି କି ଅନ୍ୟମାନେ ଆପଣଙ୍କ ସହିତ ଭଲ କରିବେ ବୋଲି? ଦେଖନ୍ତୁ ସାଙ୍ଗମାନେ, ଆପଣଙ୍କ କର୍ମ ଆପଣଙ୍କ ଜୀବନରେ ସବୁଠାରୁ ବଡ଼ ରୋଲ୍ ପ୍ଲେ କରିଥାଏ। ତ ଯଦି ଆପଣ ଖୁସି ରହିବାକୁ ଚାହୁଁଛନ୍ତି ତ ଖୁସି ବାଣ୍ଟିବା ଶିଖନ୍ତୁ, ଭଲ କର୍ମ କରନ୍ତୁ, ଯେମିତି ଲୋକେ ଆପଣଙ୍କର ଇଜ୍ଜତ କରିବେ, ଲୋକେ ଆପଣଙ୍କୁ ଖୁସି ଦେବେ। କିଛି ଲୋକ ଆପଣଙ୍କୁ ଏମିତି ହିଁ ମିଳିବେ ଯେଉଁମାନଙ୍କ ସହିତ ଆପଣ ଭଲରେ କଥା ହେବେ, ଭଲରେ ମିଶିବେ, ଭଲରେ ଚଳିବେ, ବଟ୍ ତାପରେ ବି ସେମାନେ ଆପଣଙ୍କ ସହିତ ଖରାପ କରିବେ। କିନ୍ତୁ ଆପଣ ଆପଣଙ୍କ ନିଜ ତରଫରୁ ସମସ୍ତଙ୍କ ସହିତ ଭଲ କରିଚାଲନ୍ତୁ। ଆପଣଙ୍କ ଭଲ କର୍ମର ଫଳ ଗୋଟିଏ ଦିନ ଆପଣଙ୍କ ପାଖକୁ ନିଶ୍ଚିତ ଭାବରେ ଫେରିକି ଆସିବ। କର୍ମ ଉପରେ ବହୁତ ସାରା ଷ୍ଟୋରିଜ୍ ଅଛି, କିନ୍ତୁ ଯଦି ଆମେ ତା ଉପରେ ଚର୍ଚ୍ଚା କରିବା ତ ଭିଡ଼ିଓଟି ବହୁତ ଲମ୍ବା ହେଇଯିବ। ତ ପ୍ରଥମ ଯାହା ଆପଣଙ୍କ ଦୁଃଖର କାରଣ ହେଇଥାଏ ତାହା ହେଉଛି ଆପଣଙ୍କ ଇଚ୍ଛା, ଆପଣଙ୍କ ଡିଜାୟାର୍ସ। ଦ୍ୱିତୀୟ ଯାହା ଆପଣଙ୍କ ଦୁଃଖର କାରଣ ହେଇଥାଏ ତାହା ହେଉଛି ଆପଣଙ୍କ କର୍ମ। ଆଉ ତୃତୀୟ ଯାହା ଆପଣଙ୍କ ଦୁଃଖର ବହୁତ ବଡ଼ କାରଣ ହେଇଥାଏ ତାହା ହେଉଛି ଆପଣଙ୍କ ସ୍ୱଭାବ, ଆପଣଙ୍କ ନେଚର। ଆପଣ ଜିନିଷକୁ କେମିତି ଭାବରେ ନେଉଛନ୍ତି, ଆପଣ ଜିନିଷକୁ ପଜିଟିଭଲି ନିଅନ୍ତି ନା ନେଗେଟିଭଲି ନିଅନ୍ତି, ଆପଣଙ୍କର ଜୀବନକୁ ଦେଖିବାର ଦୃଷ୍ଟିକୋଣ କିପରି? କିଛି ଲୋକ ଏମିତି ବି ହେଇଥାନ୍ତି ଯେଉଁମାନେ କି ପ୍ରତିଟି କଥାରୁ କମିବା ବାହାର କରନ୍ତି, ସମସ୍ତଙ୍କ ସହିତ ତାଙ୍କର ପ୍ରୋବ୍ଲେମ୍ ଥାଏ। ଏମିତିରେ କିଛି ଲୋକ ଥାଆନ୍ତି ଯେଉଁମାନେ କି ସମସ୍ତଙ୍କର ନିନ୍ଦା କରନ୍ତି, ସମସ୍ତଙ୍କର କମିବା ବାହାର କରନ୍ତି। ତାଙ୍କ ମୁହଁରୁ କେବେ କାହା ପାଇଁ ଭଲ କଥା ବାହାରେନି, ପ୍ରଶଂସା ବାହାରେନି, କାରଣ ସେମାନେ ନିଜର ସ୍ୱଭାବକୁ ହିଁ ଏମିତି ବନେଇ ଦେଇଛନ୍ତି। ସେମାନଙ୍କୁ ସମସ୍ତଙ୍କ ସହିତ ପ୍ରୋବ୍ଲେମ୍ ଥାଏ। ତ ଏମିତି ମଣିଷ କେଉଁଠାକୁ ବି ଯାଉ ସେ କେଉଁଠାରେ ବି ଖୁସିରେ ରହିପାରିବ ନାହିଁ, କାରଣ ତାର ସ୍ୱଭାବରେ ହିଁ ଦୁଃଖ ଆସି ସାରିଛି। ଗୋଟେ ଘରେ ଦୁଇ ଜଣ ଶାଶୁ ବୋହୂ ରହୁଥିଲେ। ବୋହୂ ନିଜ ଶାଶୁଙ୍କ ପାଇଁ ଖାଦ୍ୟ ବନେଇଲା। ଯେବେ ତାଙ୍କ ଶାଶୁ ଖାଦ୍ୟ ଖାଇଲେ ସେବେ ଖାଦ୍ୟ ଅଧିକ ରାଗ ହେଇଥିବା କାରଣରୁ ସେ ତାଙ୍କ ବୋହୂଙ୍କ ଉପରେ ରାଗିଲେ, ଚିଲେଇଲେ କି କେମିତିକା ଖାଇବା ମୋତେ ଦେଲୁ, ଏମିତି କୌଣସି ଖାଇବା ହୁଏ? ବୋହୂ ବିଚାରି ଡରିଗଲା। ତା ପରଦିନ ସେ ପୁଣି ଖାଦ୍ୟ ବନେଇଲା।
ଆଉ ସବୁକିଛି ପରଫେକ୍ଟ ଥିଲା। ତାଙ୍କ ଶାଶୁ ଖାଦ୍ୟ ଖାଇଲେ, ବୋହୂ ପଚାରିଲା କି ମା ଆଜି ଖାଇବା କେମିତି ହେଇଛି? ତ ଶାଶୁ କହିଲେ କି ଆଜିର ଖାଇବା ବଢ଼ିଆ ହେଇଛି, ଏଥିରେ କୌଣସି ଅଭାବ ନାହିଁ, କିନ୍ତୁ ତୁ କାଲି କାହିଁକି ଭଲରେ ବନେଇଲୁନି? ଯେବେ ତୁ ଆଜି ଏତେ ଭଲ ଖାଦ୍ୟ ବନେଇଲୁ ତ କାଲି କାହିଁକି ଖରାପ ବନେଇଲୁ? ଆଉ ଏଇ କଥାକୁ ନେଇକି ସେ ଝଗଡ଼ା କରିବା ଆରମ୍ଭ କରିଦେଲେ। ତ କେତେ ସାରା ଲୋକ ଏମିତି ହେଇଥାନ୍ତି ଯେଉଁମାନେ କି ପ୍ରତିଟି କଥାରେ ଏମିତି ରିଆକ୍ଟ କରନ୍ତି, ଏମିତି ଟେନସନ୍ ହୁଅନ୍ତି। ସେମାନେ ପ୍ରତିଟି କଥାରେ ହୁଏତ କାନ୍ଦିବେ, ଅଭିଯୋଗ କରିବେ, ଲୋକମାନଙ୍କର ନିନ୍ଦା କରିବେ, ନାଇଁ ତ ଅନ୍ୟର କମିଆ ବାହାର କରିବେ। ଏମିତି ମଣିଷ ଠାରୁ ସମସ୍ତେ ଦୂରେଇ ଯାଆନ୍ତି। କେହି ବି ଏମିତିକା ମଣିଷ ସହିତ ବସିବା ପାଇଁ ବି ପସନ୍ଦ କରନ୍ତିନି। ଏମିତିକା ସ୍ୱଭାବ ଥିବା ମଣିଷ କେବେ ବି ଖୁସିରେ ରହିପାରିବ ନାହିଁ। ଏମାନେ ପ୍ରତିଟି ପରିସ୍ଥିତିରେ କେବଳ କାନ୍ଦନ୍ତି, କାରଣ ଏମାନେ ନିଜର ସ୍ୱଭାବକୁ ହିଁ ଏମିତି ବନେଇ ଦେଇଛନ୍ତି। ତ ମନୁଷ୍ୟ ଦୁଃଖରେ ରହିବାର ଏହା ହିଁ ସେଇ ତିନୋଟି ମୁଖ୍ୟ କାରଣ ହେଇଥାଏ। ପ୍ରଥମ, ଆମର ଇଚ୍ଛା, ଆମର ଡିଜାୟାର୍ସ। ଦ୍ୱିତୀୟ, ଆମର କର୍ମ। ଆଉ ତୃତୀୟ, ଆମର ସ୍ୱଭାବ, ଆମର ନେଚର। ଯଦି ଆମେ ଏଇ ତିନୋଟି ଜିନିଷରେ ଟିକେ ସୁଧାର ଆଣିବା, ଟିକେ ପରିବର୍ତ୍ତନ ଆଣିବା, ଟିକେ ନିଜକୁ ଡେଭଲପ୍ କରିନେବା, ତ ଆମ ଲାଇଫ୍ ସମ୍ପୂର୍ଣ୍ଣ ଭାବରେ ଚେଞ୍ଜ ହେଇପାରିବ। ଶାନ୍ତି ଆଉ ଖୁସି ବାହାର କେଉଁଠାରେ ଆସିବନି, ତାହା ଆମ ଭିତରୁ ହିଁ ଆମ ଜୀବନକୁ ଆସିବ। ଆଉ ତା ପାଇଁ ଆବଶ୍ୟକତା ହେଉଛି କି ଆମେ ଏଇ ଛୋଟ ଛୋଟ ଜିନିଷ ଉପରେ କାମ କରିବା, ନିଜକୁ ବଦଳେଇବା, ଅନ୍ୟମାନଙ୍କ ପାଇଁ ହେଲ୍ପଫୁଲ୍ ହେବା। ଯଦି ଆମେ ଆମ ଲାଇଫ୍ରେ ଏଇ ଛୋଟ ଛୋଟ ଚେଞ୍ଜେସ୍ ଆଣିଦେବା ତ ଆମ ଲାଇଫ୍ରେ କୌଣସି ଦୁଃଖ ଆସିବ ହିଁ ନାହିଁ, ଆଉ ଆମ ଜୀବନ ବି ଖୁସିରେ ଭରିଯିବ। ତ ସାଙ୍ଗମାନେ, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତ ଏହିପରି ପାୱାରଫୁଲ୍ ମୋଟିଭେସନାଲ୍ ଭିଡ଼ିଓସ୍କୁ ଦେଖିବା ପାଇଁ ଆପଣମାନେ ଆଦିତ୍ୟ ମୋଟିଭେସନ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଆପଣମାନଙ୍କ ଭଲ ପାଇବା ଆମ ପାଇଁ ଏକାନ୍ତ କାମ୍ୟ। ଧନ୍ୟବାଦ।